ଯେ ଖାଦ୍ୟପେୟର ସେମିତିଆ କିଛି ନୀତି ନିୟମ ନାହିଁ? ନା ସବୁଥିର ନୀତି ନିୟମ ଅଛି। ଆଜ୍ଞା ଅଛି ଯେ ଗୋଟେ କଥା ଶୁଣ, ଆମେ ଯେତେବେଳେ ସ୍କୁଲରେ ପାଠ ପଢୁଛନ୍ତି ଆଜ୍ଞା ସେତେବେଳେ ଆମକୁ ବହୁତ ନିୟମ ମାନିବା ପାଇଁ ପଡୁଛି। ଭୋରୁ ଆଜ୍ଞା ଉଠୁଛନ୍ତି, ପାଠ ପଢୁଛନ୍ତି, 9ଟା ବେଳେ ପୁଣି ଗାଧୋଇ ଖାଇକି ସ୍କୁଲ ଯାଉଛନ୍ତି, ପୁଣି 4ଟା ବେଳେ ଆସୁଛନ୍ତି, ପୁଣି ସଞ୍ଜବେଳେ ପଢୁଛନ୍ତି, ଟ୍ୟୁସନ ଯାଉଛନ୍ତି, ସବୁ ନିୟମ ନା ନାହିଁ? ଆଜ୍ଞା କିନ୍ତୁ ଯେତେବେଳେ ମୁଁ ପାସ୍ କରିଗଲି ମୋର ଆଉ କଣ ଦରକାର ସେ ନିୟମ? ଆଜ୍ଞା ସେଇଭଳି ପ୍ରକାରର ଆମର କିଛି ଗୋଟେ ଲିମିଟ ଟାଇମ ଅଛି, ଯୋଉ ଟାଇମରେ ସେଗୁଡା ସବୁ ଦରକାର ପଡେ। ଆଜ୍ଞା ଆଚ୍ଛା, ଯଦି ସେଗୁଡା ଦରକାର ପଡେ ସେଇ ଟାଇମଟା ଚାଲିଗଲେ ପରେ ଆଉ ଦରକାର ନାହିଁ। କିନ୍ତୁ ଆଜ୍ଞା ଗୋଟିଏ କଥା ହଉଛି, ସଂସାରୀ ଲୋକ ସେମାନେ ସମସ୍ତେ ସାଧନା କରିପାରିବେନି। ଯଦି ସାଧନା ନ କରିପାରିବେ ତାହେଲେ ସେମାନେ କେମିତି ଉଦ୍ଧାର ପାଇବେ? ନା ତାଙ୍କ ଆଜ୍ଞା ପାଇଁ ହଉଛି ସରଳ ସୂତ୍ର, ଯୋଉମାନେ ସବୁ ସାଧନା କରିଛନ୍ତି, ଯୋଉମାନେ ସବୁ ସଦ୍ଗୁରୁ ଦତ୍ତ ଜିନିଷ ପାଇଛନ୍ତି, ଯୋଉ ସଦ୍ଗୁରୁ ଯୋଉମାନେ ହେଇଛନ୍ତି, ସେମାନେ ସବୁ ସାଧନା କରିକି ଆମମାନଙ୍କ ପାଇଁ ସରଳ ସୂତ୍ର ଏବଂ ସରଳ କଥା କରି ଯାଇଛନ୍ତି। ସଂସାର ଆଜ୍ଞା ଲୋକମାନେ ବିନା ସାଧନାରେ ମଧ୍ୟ ସେ ଜିନିଷକୁ ଯଦି ଅନୁସରଣ କରିବେ, ସେ କିଛି ଦରକାର ନାହିଁ, ସେମାନେ ଉର୍ଦ୍ଧ୍ୱକୁ ପଳେଇ ଯାଇପାରିବେ। ଆଜ୍ଞା ତେଣୁ ଏଇ ହଉଛି କଥା। ଯଦି କେହି ସାଧନା କରିକି ଉପରକୁ ଯିବା ପାଇଁ ଚାହିଁବ ସେ କରିବ। ଆଜ୍ଞା ଆଉ ଯଦି ତା ନୁହେଁ, ଖାଲି ନାମ ସ୍ମରଣ କରିକି ମଧ୍ୟ ସରଳ ବାଟ ଅଛି, ବହୁତ ଆଜ୍ଞା ସରଳ ବାଟରେ ଆମେ ଯାଇପାରିବା। ସେଇ ଆମେ ତ ସଂସାରିକ ଲୋକ, ବାସ୍। ତଥାପି ମୋର ଖାଦ୍ୟପେୟ ଅତି ସାଧାରଣ। ହଁ। ଏବଂ ମାନେ ମୁଁ ଘରୋଇ ଯେହେତୁ ରହିଛି, ହୁଁ। ଆମର ଘରେ ଆମିଷ ହୁଏନି, କେବଳ ପିଆଜ ରସୁଣ ଚାଲେ। ଆଉ ହଁ ଆମିଷ ନା ସେଇଟା ଠିକ, ଆମିଷ ନ କରିବା ଠିକ ନୁହେଁ। ପିଆଜ ରସୁଣ ଆଜ୍ଞା ସେମିତି ଖଣ୍ଡେ ହଉ, କଣ କରିବ, କିଛି ଅସୁବିଧା ନାହିଁ। ତମେ ଯୋଉଥିରେ ରହିଛ ଭଲରେ ଅଛ, କିଛି ଅସୁବିଧା ନାହିଁ। ସେଇଥିରେ ଆଜ୍ଞା ସବୁ କାମ ବି କରିପାରିବ, କିଛି ଅସୁବିଧା ନାହିଁ। ଠିକ ଅଛି। ତେଣୁ ନିଶ୍ଚିତ ଭାବରେ ମୁଁ ତ ଯିବି। ଆଉ ଯିବା ପୂର୍ବରୁ ମୋ ଗୋଟେ କଥା, ତା ହୁଁ। ପୂର୍ବରୁ ଟିକେ କେମିତିକା ଆମେ ଟିକେ ଭଜନ ପ୍ରାର୍ଥନା କରିପାରିବା, ଟିକେ ଆମକୁ ବତେଇ ଦିଅନ୍ତୁ ଟିକେ। ହଁ, ଆସିବା ପୂର୍ବରୁ ଭଜନ ପ୍ରାର୍ଥନା କରିବା ପାଇଁ ହେଲେ ମୁଁ କେବଳ ଆମରି ଗୁରୁଙ୍କ କଥା କହିବି, ହେଲା। ଆଜ୍ଞା ତମେ ଯଦି ଆସିବା ପୂର୍ବରୁ ଭଜନ କୀର୍ତ୍ତନ କରିବ, ଓମ୍ କ୍ଲିଂ ଦୟାନିଧି ପରମହଂସାୟ ନମଃ। ଟିକେ ଲେଖିକି ରଖିବ, ଓମ୍ କ୍ଲିଂ ଦୟାନିଧି ଦୟାନିଧି ପରମହଂସାୟ ପରମହଂସାୟ ନମଃ। ନମଃ। ଆଜ୍ଞା ବାସ୍, ଏଇଟାକୁ ଚିନ୍ତା କରିକି ଦୟାନିଧି ପରମହଂସକୁ ତମେ ସ୍ମରଣ କର, ଜପ କର। ଦେଖିବ ତାଙ୍କର ବି ଆଶୀର୍ବାଦ ଥିଲେ ତମେ ବି ଯାଇ ତମ ପାଖରେ ସେ ପହଞ୍ଚିଯିବେ ଯାଇକି। ଆଜ୍ଞା, ଏଟା ବି ତ ଠିକ କଥା। ଆଉ ଗୋଟେ ବାବା, ମୁଁ ଆଗରୁ ଆଉ ଗୋଟେ ନମ୍ବର ଫୋନ କରିଥିଲି, ସେଟା ବାଲାନ୍ସ ନାହିଁ, ଏଇ ନମ୍ବର ହିଁ କରିଛି। ହଁ। ମୁଁ ପଚାରିଥିଲି ଯେ ରାମ ଆଉ କୃଷ୍ଣଙ୍କ କଥା, ଆପଣ କହିଥିଲେ ତୁ ମାନେ ରାମାୟଣ ଆଉ ମହାଭାରତ ପଢିଛୁ ନା ନାହିଁ? ମୁଁ କହିଲି ମୁଁ ପଢିନି। ନା ତୁ ପଢ। କିନ୍ତୁ ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ଦଶରଥଙ୍କ କଥା, ଦଶରଥ ପୁତ୍ର ରାମ କଥା। ଆଜି ସେଇ ପ୍ରବଚନ ଟା ମୁଁ ଦେଖୁଥିଲି, ହଁ। ସେଇଟାରେ ଆପଣ ଯୋଉ ବର୍ଣ୍ଣନା କରୁଛନ୍ତି, ବହୁତ ବଢିଆ ବର୍ଣ୍ଣନା। ମୁଁ ବୁଝିପାରିଲି ସେଇ ଜିନିଷଟା। ଦଶରଥ ପ୍ରକୃତରେ କେମିତି କହିଛି ଜାଣିଛ ତ? ଆଜ୍ଞା ଆଜ୍ଞା ଦଶରଥ 10 ପ୍ରଣବକୁ କୁହାଯାଏ, ସେଇଟା ଛାଡିଥିଲି ନା। ହଁ, ସେଟା ମୁଁ ଦେଖିଥିଲି। ହଁ, ଗୋଟେ କଥା ହଉଛି କେତେବେଳେ କଣ ମୁଣ୍ଡରେ ପଶି ଯାଉଛି, ବୁଝିଲ ନା। ଆଜ୍ଞା ସବୁବେଳେ ସବୁ କଥା ମନ ଭିତରକୁ ଆସେ ନାହିଁ। ତମେ ଆଜ୍ଞା ରୀତିମତ ଦେଖ, ତମ ପ୍ରଶ୍ନର ଉତ୍ତର ସବୁ ପାଇଯିବ ତା ଭିତରେ। ନା, ଆପଣ ତ ପୁରା ନିରାଟ ଦିବ୍ୟ ବାଣୀ କଥା କହୁଛନ୍ତି, ଯେମିତିକା ମାନେ ଭଗବାନ ଆପଣଙ୍କୁ କହିଦଉଛନ୍ତି, ଆପଣ କହିଦଉଛନ୍ତି। ସେ ତ ମାନେ ଏତେ କହିଦଉଛନ୍ତି ପୁରା। ମତେ ଗୁରୁଙ୍କ ଆଶୀର୍ବାଦ ଅଛି, ଗୁରୁ କହିଛନ୍ତି, କହିଲେ ତମକୁ ଯିଏ ଯାହା ପ୍ରଶ୍ନ ପଚାରିବେ ମୁଁ ଭିତରେ ଥାଇକି କହିଦେମି। ଆଜ୍ଞା, ବହୁତ ସୁନ୍ଦର କଥା। ଏଇଗୁଡା ହିଁ ଶୁଣିବା ଦରକାର। ଆଉ ୟୁଟ୍ୟୁବରେ ତ ଦୁନିଆ ଯାତ୍ରା କରୁଛନ୍ତି, ସେ ଜୀବନ ସିଏ ଶୈଳୀ, ସେଗୁଡା ମତେ ପସନ୍ଦ ଲାଗେନି। ଶାସ୍ତ୍ରୀୟ ଜ୍ଞାନ ହେନ ତେନ ସେଗୁଡ଼ା ଅନୁଭବର କଥା। ଜଣେ ପ୍ରଶ୍ନ ଆଜ୍ଞା ପଚାରିଲା, ଆମ ଅନୁଭବରେ କଣ ଅଛି ଆମେ କହିଲେ, ସେଇଟା ଲୋକମାନେ ଶୁଣିଲେ ଭାରି ଖୁସି ହେବେ। ଆଜ୍ଞା ଆଜ୍ଞା, ବହୁତ ଆନନ୍ଦ ଲାଗୁଛି, ବହୁତ ଆନନ୍ଦ, ମାନେ ବର୍ଣ୍ଣନା କରିହବନି। ହଉ, ତମେ ସବୁ ଦେଖୁଥାଅ। ହଁ, ଆଉ ସନ୍ଦେହ ତ କମି କମି ଆସିଲାଣି, କାହିଁକି ନା ଆଉ ଏମିତିକା ମୁଁ ଅଜ୍ଞାନୀ। କିନ୍ତୁ ଆପଣଙ୍କର ସେଇ ଯୋଉ ୟୁଟ୍ୟୁବର ଯେଗୁଡା ଛାଡିଛନ୍ତି, ରାମଙ୍କ ବିଷୟରେ, କୃଷ୍ଣଙ୍କ ବିଷୟରେ, ଓଙ୍କାର ବିଷୟରେ, ହୁଁ ଏବଂ ମାନେ ଭଗବତ ନା ଆମର ଆମର ଭାଗବତ ବିଷୟରେ, ଗୀତା ମାହାତ୍ମ୍ୟ ବିଷୟରେ, ଗାୟତ୍ରୀ ମନ୍ତ୍ର ବିଷୟରେ, ହୁଁ ଆଉ ଅଦେବା ବିଷୟରେ ବହୁତ ସୁନ୍ଦର ସୁନ୍ଦର କଥା କହୁଛନ୍ତି। ହୁଁ। ଆପଣ ବାବା ବହୁତ ପାଠ ପଢିଛନ୍ତି, ନହେଲେ ଏମିତିକା ମାନେ ଟ୍ୟାଲେଣ୍ଟେଡ ମାନେ କଥା କେହି କହିପାରିବେନି। ବହୁତ ପାଠ ପଢିଥିବେ ଆପଣ। ହଁ, ସେଇଭଳିଆ। ଆଉ ସେଇ ଭିତରେ ବି ଇଂଲିଶ ୱାର୍ଡ ବି ଭର୍ତ୍ତି କରିଦଉଛନ୍ତି, ବହୁତ ବୋମ୍ବାଷ୍ଟିକ ୱାର୍ଡ ବି ଭର୍ତ୍ତି ହେଇଯାଉଛି। ମୁଁ ଶୁଣୁଛି ଏଇ ମଝିରେ ମଝିରେ। ମୁଁ ଏଠି ଔଷଧ ଦୋକାନରେ କାମ କରୁଛି, ଏବେ ଟିକେ ଫାଙ୍କା ବସିକି ଶୁଣୁଥିଲି ଆପଣଙ୍କ ପ୍ରବଚନ। ହଁ, ଆଉ କିଛି ସମୟ କୋଉଠୁ କହୁଛ? ମୁଁ ବାବା ମୟୂରଭଞ୍ଜ ଜିଲ୍ଲାରେ ଉଦଳା। ଉଦଳା।
ଆଚ୍ଛା। ଆଜ୍ଞା ହଁ। ବାରିପଦା ଉଦୟ ଆମର ଏପଟେ ଆସିଲେ ଶେରଗଡ଼ରୁ ଆପଣଙ୍କର ନୀଳଗିରି କପ୍ତିପଦା ଦେଇକି ଉଦୟ। ଆଚ୍ଛା ଆଚ୍ଛା। ନା ସେ ଅଞ୍ଚଳ ତ ମୋର ଦୁର୍ଲଭ, ମୁଁ କେବେ ଯାଇନି କେବେ ଜୀବନରେ ସିଆଡ଼େ। ଆଉ ଥରେ ମୁଁ ଆଣିବି ଆପଣଙ୍କୁ, ଆସିବେ ନା? ଆଉ ବାସ ତୁ ନେଲେ ମୁଁ ଯିବିନି ନା, ଯିବି ହଁ ନା ବୁଲି ବାଲିକି ଆସିବି ଆଉ। ହଉ ଠିକ ଅଛି। ଆମର ଏଠିକାର ପରିବେଶ ବହୁତ ବଢିଆ, ଉଦଳାର ପାଣି ପବନ ହଁ ପାହାଡ ପର୍ବତ ନଦୀ ଝରଣା ସବୁ କିଛି ମହାନ। ବାଃ। ତେଣୁ ଆନନ୍ଦ ଉପଲବ୍ଧି କରିବେ ଏବଂ ଆମ ଘରେ ଆପଣଙ୍କର ପାଦ ପଡ଼ିଲେ ବହୁତ ଆନନ୍ଦର ବିଷୟ ହବ। ମୁଁ ତ ପାହାଡ଼ ପର୍ବତକୁ ଭାରି ଭଲ ପାଏ। ଆମର ବାବା ଏଠି ଦେବକୁଣ୍ଡପୁର ଅଛି ପାଖରେ, ଆମ ଘର ପାଖରୁ ଏଠି ଉଦଳାରୁ ପ୍ରାୟ 15 କିଲୋମିଟର ଭିତରେ ଦେବକୁଣ୍ଡ। ଆମ ଘର ପାଖରୁ ପୁରା ଦେଖାଯାଏ ଏତେ ପାହାଡଟେ ମତେ ପୁରା ନେଇଯିବ, ସୁନ୍ଦର। ବୁଲିକି ଆସିମି ଆଉ। ହଉ ହଉ ଠିକ ଅଛି, ସମୟ ଆସିଲେ ମୁଁ ନେଇ ଆସିବି ହଁ ଆପଣଙ୍କୁ ସେ ବୁଲି ଟାଇମ୍ ଆସିବେ। ହଉ, ଟାଇମ୍ ହଉ। ଆଜ୍ଞା ଆପଣ ଭଲରେ ଥାଆନ୍ତୁ। ଆପଣଙ୍କର ଏଇରକ ଦିବ୍ୟ ବାଣୀ ଆମେ ସଦାସର୍ବଦା ଶୁଣୁଥାଉ। ହଁ ହଁ। ହଉ ସବୁଦିନେ ଶୁଣୁଥିବ, ଶୁଣିଲେ କଣ ହବ ନା ମୁଁ ଆଜ୍ଞା କେତେବେଳେ କୋଉଟା କହୁଛି କିନ୍ତୁ ନିଶ୍ଚୟ ତମେ ସେଟାକୁ ଜାଣିଲେ ତମର ବହୁତ ସନ୍ଦେହକୁ ମୋଚନ ହେଇଯିବ। ଆଜ୍ଞା ଆଜ୍ଞା କାଲି ରାତିରେ ଜଣକୁ ମତେ ଆଜ୍ଞା ଥିଲା ଯେ ଭାଗବତର ଉତ୍ପତ୍ତି ଆପଣ ବାହାର ମାର୍ଗରେ କରୁଛନ୍ତି, ଟିକେ ଶରୀର ମାର୍ଗରେ କୁହନ୍ତୁ। ମୁଁ ଶରୀର ଆଜ୍ଞା ମାର୍ଗରେ କହିଦେଲି, କହିସାରିଲା ଆଜ୍ଞା ପରେ ସେଟାକୁ କୋଉ ଜାଗାରେ ତାକୁ ରହିଯାଇଛି ତାକୁ ଖୋଜି ଖୋଜି ପାଉନି, କିନ୍ତୁ ଆଜ୍ଞା ଅଛି ମୋର କମ୍ପ୍ୟୁଟର ଭିତରେ। ତାକୁ କିଛି ଆଜ୍ଞା ଦିନ ବି ସେମିତି ଛାଡ଼ିବି, ତାକୁ ଦେଖୁଥିବ ସବୁ ପାଇଯିବ। ଆଜ୍ଞା ଆଜ୍ଞା। ହଉ ଠିକ ଅଛି, ମୁଁ ରଖୁଛି। ହଁ କେବେ ଭଗବାନ କରିବେ ଆପଣ ଆମ ଘରକୁ ଆସିବେ। ହଁ ହଁ।